ଆଜି ଚାଲନ୍ତୁ ଶୁଣିବା ଫକୀରମୋହନ ସେନାପତିଙ୍କ ଲିଖିତ ଗୋଟେ କାହାଣୀ ଗାରୁଡ଼ି ମନ୍ତ୍ର। ଏଇଟା ହେଲା 30 ବର୍ଷ ତଳର କଥା। କଟକରେ କଲେଜ ନୂଆ ବସିଛି। ଏଫଏ କ୍ଲାସ୍ ପର୍ଯ୍ୟନ୍ତ ପଢ଼ା ହୁଏ। ଉପର କ୍ଲାସରେ 15-16 ଛାତ୍ର, ସେଥିମଧ୍ୟରୁ 8-10 ଗୋଟି ମଫସଲିଆ ସହର ଭିତରେ ନାନା ଜାଗାରେ ବସା କରି ରହିଛନ୍ତି। ସେତେବେଳେ କଲେଜରେ ବୋର୍ଡିଂ ନଥିଲା। କଟକ ଚୌଧୁରୀ ବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା ଛାତ୍ରଟିର ନାମ ମଦନ ମୋହନ। ନାମଟି ପରି ପିଲାଟି ଦେଖିବାକୁ ମଧ୍ୟ ମଦନ ମୋହନ। ବୟସ ଜଣାଯାଏ 16-17 ଭିତରେ। ବସାରେ ପୂଜା ହୀରା, ଗୋଟେ ଭଣ୍ଡାରୀ ଆଉ ଶାନ୍ତ ଏହି 3ଟି ଲୋକ। ହେଲେ କ'ଣ କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଜିନିଷପତ୍ର ଧରି ଉପରି ଲୋକଙ୍କ ଯା ଆସ କରିବାର ଦେଖି ବସା ଆଖପାଖ ଦୋକାନ ବୁଝିଲେଣି ଏହି ବାବୁ ପିଲାଟି ମଫସଲରେ କୌଣସି ଜମିଦାର ଘରର ପୁଅ ହେବ। ଢେର ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବା ପାଇଁ ଲୋକଙ୍କର ସହଜରେ ଇଚ୍ଛା ବଳେ। ତା ଉପରେ ପୁଣି ବଡ଼ ଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି। ପାଖ ଲୋକେ ସମସ୍ତେ ଜାଣିଗଲେଣି ପିଲାଟି ଜମିଦାର ଗୋପଲୋଚନ ପଟ୍ଟନାୟକଙ୍କ ପୁଅ। ଏହା ମଧ୍ୟ ଜାଣିଗଲେଣି ଜମିଦାରଙ୍କ ଏହି ଗୋଟିଏ ବୋଲି ପୁଅ। ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ, ଏକ ପୁଅ ବାପା ମା ନିଶ୍ଚୟ ପ୍ରଥମ ଶ୍ରେଣୀରେ ପ୍ରଥମ ପଡ଼ିବେ। ପୁଅ ଖାଇନାହିଁ, ବାପା ମାଙ୍କର ଉପାସ। ପୁଅଟି ବେରାମ, ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ। ଦିନ ରାତି ବିଛଣା ପାଖରେ ଜଗି ବସିଛନ୍ତି। ପୁଅଟି କାହିଁରେ ସୁଖୀରେ ରହିବ, ଦିନ ରାତି ଭାବନା। ଆପଣାର 3 ସୁଆଁ ଲୁଗା ପୁଅ ସକାଶେ ଯଥା କିଣା ଲାଗିଛି। ଦେହର ରକ୍ତ ପରି ଟଙ୍କାଗୁଡ଼ିକ ପୁଅ ପାଇଁ ଅକାରଣେ ବା ସକାରଣେ ପାଣି ପରି ଖର୍ଚ୍ଚ କରିବାକୁ ଟିକିଏ ହେଲେ ହାଲିଆ ହୋଇପଡ଼ିବେ ନାହିଁ। ପରକାଳ ଗତି ପାଇଁ ପ୍ରଭୁଙ୍କ ନାମ ଗୁଣିବାକୁ ବି ବେଳ ମିଳେ ନାହିଁ। ବାପା ମାଙ୍କର ଯେତେ କିଛି ଧର୍ମକାର୍ଯ୍ୟ, ସବୁଗୁଡ଼ିକ ପୁଅ ମଙ୍ଗଳ କାମନାରେ। ମଦନ କଟକରେ ପଢ଼ୁଛି। ବାପା ମାଙ୍କର ପିଣ୍ଡରେ ଅଛି ପ୍ରାଣ, ମନ ରହିଛି ପୁଅ ପାଖରେ। ରୋଜିନା ପୁଅ ଦେହ ପାହାର ମଙ୍ଗଳ ବାତିଲ ନ ପାଇଲେ ସାଆନ୍ତାଣୀ ଅଥୟ ହୋଇପଡ଼ନ୍ତି। କଟକ ସହରର ଦୋକାନର ଚାଉଳ ଗୁଡ଼ାକ ପାଣି ପଶା, ବାଲିଗୁଡ଼ିଆ ମିଶା। ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲିମାନଙ୍କୁ ଲଗାଇ ଉଆଖିଆ ସରୁ ଉରିଆ କୁଟାଇ ବାହଙ୍ଗି ବେଠିଆରେ କଟକ ପଠାଇ ଦେଲେ। ତୋଟାରୁ ପାଚିଲା କଦଳୀ କାନ୍ଦିଆ ଆଇଲା। ମା ମନ କେତେକ ବୁଝେ। ଆଗରୁ ହାଣ୍ଡିଏ ଫୁଲବଡ଼ି ପରା ହୋଇଥିଲା। ସବୁ କଟକକୁ ଘେନିଯା, ଆଜି ପଠାଇବାକୁ କିଛି ନାହିଁ। ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଏ ପୁଅକୁ ଦେଖିଆସୁ। ରୋଜିନା ଏହିପରି ଚାଲିଛି। ଜମିଦାର ଗୋଲାପଲୋଚନ ପଟ୍ଟନାୟକେ ଆପେ ପାଠୁଆ ନହେଲେ କ'ଣ ହେଲା, ପାଠର ମର୍ଯ୍ୟାଦା ବୁଝନ୍ତି। ଏଥିସକାଶେ ସେ ଆଖି କାନ ବୁଜି ଇଂରାଜୀ ପଢ଼ିବା ସକାଶେ ପୁଅକୁ ବିଦେଶକୁ ପଠାଇ ଦେଇଛନ୍ତି। ମଦନ ଉଛୁଣିକା କଲେଜର ସବା ଉପର କ୍ଲାସରେ ପଢ଼େ। କଲେଜ ପଢ଼ା ବହି ଛାଡ଼ି ବାହାର ବହି ଢେର ପଢ଼ିଗଲାଣି। ଭେଣ୍ଡିଆମାନେ ଉପନ୍ୟାସ ପଢ଼ିବାକୁ ସୁଖ ମଣନ୍ତି। ମଦନ ବି ଢେର ଗୁଡ଼ାକ ଉପନ୍ୟାସ ପଢ଼ିଗଲାଣି। ମଦନ ପିଲାଟା ଖୁବ୍ ଗମ୍ଭୀର, ମନମରା ଲୋକ। ହେଲେ କ'ଣ, ପାଟି ଫିଟାଇ ନ କହୁ ମଣିଷ ମନର କଥା ଆଖିରୁ ଧରାପଡ଼େ। ଦେଖାଗଲାଣି ମଦନ ଉପନ୍ୟାସ ବହିଖଣ୍ଡ ହାତରେ ଧରି ଏକ ଧ୍ୟାନରେ ଭଗଭଗ କରି ଉପରକୁ ଅନାଇ ଢେର ବେଳ ଯାଏ କ'ଣ ଭାବେ। ସଞ୍ଜବେଳେ ନଈକୂଳରେ ବସି ଏହିପରି ଭାବୁଥିବାର ଦେଖାଯାଏ। ମଦନ ସାଙ୍ଗ ପଢ଼ୁଆ ହୃଦୟର ବନ୍ଧୁ ଗୋକୁଳୀବାବୁ ମଦନର ଏହିପରି ଭାବ ଦେଖି ପଚାରିଲେଣି, ମଦନ, ଏପରି ବସି କ'ଣ ଗୋଟେ ଭାବୁରେ? ବନ୍ଧୁ ପାଖରେ ମନର କଥା ଖୋଲି କହିଲେ ମନ ଟିକେ ହାଲୁକା ହୁଏ। ଦିନେ ମଦନ ହଠାତ୍ କହି ପକାଇଲା, ଗୋକୁଳୀ, ଏହି ଉପନ୍ୟାସ ଖଣ୍ଡ ପଢ଼ିଲି। ନାୟକ ନାୟିକାଙ୍କ କେମନ୍ତ ମଧୁର ପ୍ରଣୟ ପଢ଼ିଲି। ଗୋକୁଳୀ ହସି ହସି କହିଲେ, ଓହୋ, ବୁଝିଛି, ତୁମେ ଏହିପରି ନାୟିକାଟିଏ ଖୋଜୁଛ ପରା। ଦୁଇ ବନ୍ଧୁ ଖୁବ୍ ହସାହସି ହେଲେ। ମନୁଷ୍ୟ କୌଣସି କାର୍ଯ୍ୟରେ ଲାଗି ପଡ଼ିବା ଆଗେ ତା ମନରେ 3ଟି ଅବସ୍ଥା ଘଟେ। ପ୍ରଥମେ ଅନୁଭୂତି, ଦ୍ୱିତୀୟ ଭାବନା, ଆଉ ତୃତୀୟ ଇଚ୍ଛା। ତରୁଣ ବୟସରେ ତରଳ ମନ ପ୍ରଣୟ ଆଡ଼କୁ ସହଜରେ ଢଳିପଡ଼େ। ମଦନ ଉପନ୍ୟାସରେ ନାୟକ ନାୟିକାଙ୍କ ପ୍ରଣୟ କଥା ପଢ଼ି ପଢ଼ି ସ୍ଥିର କଲାଣି ଏହିପରି କନ୍ୟାଟିଏ ପାଇଲେ ବିବାହ ହେବ। 4-6 ମାସ ଉତ୍ତାରେ ଦିନେ ଫୁଲ ସଞ୍ଜୟ ସମୟ। ମୁଣ୍ଡରେ ଗାମୁଛା ଖଣ୍ଡେ ପାଗ ପରି ଗୁଡ଼ାଇ, ଅଣ୍ଟାରେ ପାଛୋଡ଼ି ଖଣ୍ଡ ଭିଡ଼ା, ଆଣ୍ଠୁ ଯାଏଁ ଧୂଳି। ଅଳ୍ପ ନଈ ନେଇ ଗୋଟେ ବୁଢ଼ା ବାଡ଼ି ଖଣ୍ଡିଏ ଠୁକ୍ ଠୁକ୍ କରି ବସାଘର ଦୋମହଲା ଉପରକୁ ଉଠିଗଲେ। ହାତରେ ଢାଳଟିଏ ଧରି ପିଠିରେ ସାନ ବେଗଚାଟିଏ ପକାଇ ପଛରେ ଜଣେ ଭଣ୍ଡାରୀ ଚାଲିଛି। ମଦନବାବୁ ତାଙ୍କୁ ଦେଖି ଚମକି ପଡ଼ିଲା ପରି ହୋଇ ପଚାରିଲେ, ଇଏ ଅଜା, ଆପଣ କୁଆଡ଼େ ଆଇଲେ? ଆରେ ଅଜାଙ୍କୁ ଗୋଡ଼ ଧୋଇବାକୁ ପାଣି ଦେରେ, ଧାଇଁଯା, ବଜାରରୁ ଜଳଖିଆ କିଣି ଆଣରେ। ବୃଦ୍ଧ ଜଣକ କହିଲେ, ହଉ ହଉ, ସବୁ ହେବ, ତୁ ଏତେ ବ୍ୟସ୍ତ ହେଇଯାଆନା। ନବାଗତ ଏଇ ବୁଢ଼ାଟିକୁ ଚିହ୍ନେଇ ଦେବା ଦରକାର। ବୃଦ୍ଧ ନବଘନ ଦାସେ ସାଆନ୍ତାଣୀଙ୍କ ମାମୁଁ।
ମଦନର ଅଜା। ଦାସେ ସାଆନ୍ତଙ୍କ ଘର ଛାମୁକରଣ। ହେଲେ କ'ଣ ହେଲା, ମଦନ ଠିକ୍ ଅଜା ପରି ଭକ୍ତି କରେ। ଅଜା ବି ମୁନିବ ପୁଅ ବୋଲି ତମେ ଆପଣ ନ କହି ତୁ ଆରେ ବୋଲି ଡାକନ୍ତି। ସେହିପରି ସ୍ନେହ କରନ୍ତି। ଦାସେ ଗୋଡ଼ ହାତ ଧୋଇ ଟିକିଏ ଅଳ୍ପ ଗଡ଼ାଗଡ଼ି କରି ଖଣ୍ଡେ ଆସନରେ ବସିଛନ୍ତି। ଦିନେ ଆସିନାହାନ୍ତି, ଆଜି କିଆଁ ଆଇଲେ? ମଦନର ମନ ଲାଗିଛି। ଯାଇ ପାଖରେ ବସିପଡ଼ି ପଚାରିଲା, ଅଜା କିଆଁ ଆସିଛନ୍ତି? କ'ଣ ଲୋଡ଼ା, ବୋଲନ୍ତୁ। ଉଆସରେ ସବୁ ମଙ୍ଗଳ ତ? ବୃଦ୍ଧ କହିଲେ, ଉଆସରେ ତ ସବୁ ମଙ୍ଗଳ। ସମସ୍ତଙ୍କ ଦେହ ପା ଭଲ। ଖୁବ୍ ମଙ୍ଗଳ କଥାଟିଏ କହିବାକୁ 10 କୋଶ ବାଟ ଧାଇଁ ଆସିଛି। ବୋଲିବି, ତୁ କିଆଁ ଏପରି ଛାନିଆ ହଉଛୁ? ମଦନ ଟିକିଏ ଲାଜ ପାଇଲା ପରି ହେଲା। ମାତ୍ର କିପରି ଝାଁ କରି କଥା ମନକୁ ବାଜିଗଲା। ଖୁବ୍ ମଙ୍ଗଳ କଥା? ଏଣେ ଚଞ୍ଚଳ ତ କହୁନାହାନ୍ତି, କଥା କ'ଣ? ସଫା ବୁଝି ନ ପାରିଲେ କ'ଣ ହେଲା, ମାତ୍ର ମନଟା କେମିତିକା ଗୁଡ଼େଇ ପୁଡ଼େଇ ହେଉଛି। ଉଦାସ ଉଦାସ ପରି ଜଣାଯାଉଛି। ଉଠିଯାଇ ପଢ଼ିବାକୁ ବସିଗଲା, ହେଲେ ପଢ଼ାରେ ମନ ଲାଗୁନାହିଁ। ଏ ବହି ଖଣ୍ଡ ସେ ବହି ଖଣ୍ଡ ତୁଚ୍ଛା ଓଲଟପାଲଟ କରୁଛି। ଅଜା ନାତି ଦୁହେଁ ଖାଇ ବସିଛନ୍ତି। ଅଜା ଟିକିଏ ଗଳା ଖଙ୍କାରି ଦେଇ କଥା ଆରମ୍ଭ କଲେ, ବୁଝିଲୁ ମଦନ, ବାପ ସାନ୍ତେ ମୋତେ ପଠାଇଛନ୍ତି, ତତେ ଘେନି ଗାଁକୁ ଯିବି। ତୋର ବିଭାଘର। ମଦନ ଅଜା ମୁହଁକୁ ଏକ ଧ୍ୟାନରେ ଚାହିଁ କଥା ଶୁଣୁଥିଲେ। ବିଭାଘର? ଏଇ କଥାଟା ଶୁଣି ତାଙ୍କ ମୁଣ୍ଡ ବୁଲେଇ ହେଲାଣି। ହାତରୁ ଭାତ ଗୁଣ୍ଡାକ କେତେବେଳେ ଖସି ପଡ଼ିଲା ତାଙ୍କୁ ଜଣା ନାହିଁ। ଅଜା ସାଆନ୍ତ ଭାତ ଥାଳିରେ ହାତ ଦେଇ ତଳକୁ ଅନାଇ କଥା କହି ଯାଉଛନ୍ତି। ମଦନ କାନରେ କଥାଗୁଡ଼ିକ ପଶୁଛି କି ନାହିଁ ତାଙ୍କୁ ଜଣା। ମଙ୍ଗଳପୁର ଜମିଦାର ରାମରାମ ଦାସଙ୍କର କନ୍ୟାଟିର ଏହି 15 ବର୍ଷ ପଶିଛି। ଖୁବ୍ ଡଉଲ, ଗୋଟିଏ କାଠିରେ ଗଢ଼ା, ଚମ୍ପାଫୁଲ ପରି ରଙ୍ଗ, ଖୁବ୍ ପାଠୋଇ। ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ହାଙ୍କିଯାଏ। ଦେଖ ମଦନ, ମୁଁ ଢେର ଆଡ଼େ ଲାଗି ଲାଗି ତୋ ପାଇଁ ଏଇ କନ୍ୟାଟିଏ ଠିକ୍ କରିଛି। କନ୍ୟାଟିକୁ ଯେତେବେଳେ ଦେଖିବୁ ଅଜା ସତୁଆ କି ମିଛୁଆ ଜାଣିବୁ। ମୋ ପାଇଁ ବକ୍ସିସ୍ ଦରକାର। ତୋ ଆଡ଼ୁ ଅଲଗା ଗୋଟିଏ ବୀରମପୁରୀ ପାଟ ଯଥା ପାଇବି। କ'ଣ କହୁଛୁ ମଦନ? ମଦନର ଜ୍ଞାନ ଅଛି ଯେ କଥାର ଉତ୍ତର ଦେବ। ମନ ମଧ୍ୟରେ କହୁଛି, ଯଥା ନା ତ ମୁଣ୍ଡ, ବକ୍ସିସ୍ ପାଇବୁ। ମଦନ ରାତିସାରା ବିଛଣାରେ ପଡ଼ି ଭାବୁଛି। ଆଖିରେ ନିଦ ନାହିଁ। ଆଜିକାଲିକା ଇଂରାଜୀ ପାଠୁଆ ଭେଣ୍ଡିଆ ମଧ୍ୟରୁ ଗୋଟିଏ ଗୋଟିଏ ଅଦିନିଆ କଖାରୁ ବାହାରି ପଡ଼ନ୍ତି। ତାଙ୍କ ଜାଣିବାରେ ବାପାଟା ମୂର୍ଖ, କିଛି ଜାଣେ ନାହିଁ। ସେମାନେ ଆପେ ଔପନ୍ୟାସିକ। କନ୍ୟା ବାଛି ବିଭା ହେବେ। କନ୍ୟାର ରୂପଗୁଣ ଘେନି ବାପା ସାଙ୍ଗରେ ବୋଲାବୋଲି କରି ବସନ୍ତି। ମଦନ ସେପରି ଶ୍ରେଣୀରୁ ବାହାର। ଆଜି ଯାଏଁ ବାପର କୌଣସି କଥାରେ ଜବାବ ଦେଇନାହିଁ। ସେ ଗୋଟିଏ କଥା ଧରିଛି, ବାପ ପରି ମଙ୍ଗଳକାମୀ ତାହାର ଆଉ ଜଗତରେ କେହି ନାହିଁ। ଅନ୍ୟ ସ୍ୱାର୍ଥପର ଲୋକଗୁଡ଼ିକ ପାଖରୁ କିଛି ଦୂରରେ ଥାଏ। ମାତ୍ର ମଦନ ବିଭାଘର କଥା ଶୁଣି ଟିକେ ଲାଜ ପାଇଲାଣି। ଅଜା ମୁହଁକୁ ଅନାଇ ପାରୁନାହିଁ। ବାପକୁ ଜବାବ ଦେବ କ'ଣ? ଢେର ଭାବି ଭାବି ଗୋଟିଏ କଥା ତା ମନରେ ପଡ଼ିଗଲା। ମୋତେ ଭଲ କରି ଇଂରେଜୀ ପଢ଼ାଇବା ପାଇଁ ବାପା ଢେର ଥର କହିଛନ୍ତି। ମଦନ ମନ ଟିକେ ଖୁସି ହେଲା। ଏଇ କଥାଟିକୁ ସଂଖାଳି କରି ଶୋଇପଡ଼ିଲା। ତହିଁ ଆରଦିନ ସକାଳେ ଅଜାନାତି ଦୁହେଁ ଖାଇ ବସିଛନ୍ତି। ବୁଢ଼ା ମନରେ ବିଚାରିଲା, ପିଲାଟା ତ କିଛି ଜବାବ ଦେଲା ନାହିଁ, କଥା କ'ଣ? ନାତିର ମନ ବିଡ଼ିବା ପାଇଁ ଅଜା କହି ବସିଲେ, ବୁଝିଲୁ ରେ ନାତି, ଏପରି ପରମା ସୁନ୍ଦରୀ, ଏପରି ପାଠୋଇ ପାତ୍ରୀ, ଏପରି ଭଲ ଘର ଭାଗ୍ୟକୁ ମିଳେ। ହେବ ନାହିଁ କିଆଁ? ବାପ ସାଆନ୍ତ ଯେପରି ପୁଣ୍ୟବନ୍ତ, ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା, ତୋତେ ଏ କନ୍ୟା ମିଳିବ ନାହିଁ ତ ଆଉ କାହାକୁ ମିଳିବ? ଦିନେ ହେଲେ ବାପ ସାଆନ୍ତଙ୍କ କୌଣସି କଥାରେ ନା ପଦ ତୋ ମୁହଁରୁ କାଢ଼ି ନାହୁଁ। ଏଥିଲାଗି ଦେଶଯାକ ତୋର ପ୍ରଶଂସା। ତୁ ପିଲାଟା ହେଲେ କ'ଣ ହେଲା, ସବୁ ଶାସ୍ତ୍ର ବୁଝୁ ଆଉ ଜାଣୁ। ଶାସ୍ତ୍ରରେ ଲେଖା ଅଛି, ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସବୁ ଦେବତାଠାରୁ ସେ ବର ପାଏ। ଆଉ ଗୋଟିଏ କଥା ବୁଝିଥା, ଏପରି ପାତ୍ରୀ ହାତରୁ ଥରେ ବାହାରିଗଲେ ଆଉ କେବେ ମିଳେ ନାହିଁ। ବାପା ସେଥିପାଇଁ ଚଞ୍ଚଳ ହୋଇ ପଡ଼ିଛନ୍ତି। ସ୍ୱୀକୃତ ହୋଇଗଲାଣି। ଆସନ୍ତା ମକର 17 ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଲଗ୍ନ ନାହିଁ। ଆଉ ତୋର ଯୋଡ଼ା ବୟସ ପଡ଼ିବ। ବର୍ଷେ ବିବାହ ବନ୍ଦ। ଯା ସ୍କୁଲ ମାଷ୍ଟରଙ୍କୁ କହି ବୋଲି ତୋ ପୋଥିପତ୍ର ଘେନି ଚାଲିଆ। କାଲି ସକାଳେ ଚାଲିଯିବା। ଆଉ ଦିନ ନାହିଁ, ମଝିରେ ମାସ ଯୋଡ଼ାଏ। ମଦନବାବୁ ମୁଣ୍ଡପୋତି ଧୀରେ ଧୀରେ କହିଲେ, ବାପା କହିଛନ୍ତି ମୁଁ ଭଲ କରି ଇଂରାଜୀ ପାଠ ପଢ଼ିବି। BA ପାସ୍ ଯାଏ ପଢ଼ିବାକୁ ମୋର ବି ଇଚ୍ଛା। ବାହା ଫା ହେଲେ ମୋର ଆଉ ପାଠ ହେବ ନାହିଁ। ଅଜା କହିଲେ, ହଁ ହଁ, ସେ କଥା ବି ଉଆସରେ ପଡ଼ିଥିଲା। ବାପା କହିଛନ୍ତି ତୋର ଆଉ ପଢ଼ିବା ଦରକାର ନାହିଁ। ତୋର ଆଉ BA ଫିଏ ପାସ୍ କରିବା ଦରକାର କ'ଣରେ? ତୁ କ'ଣ ସରକାର ଘରେ ଚାକିରି କରିବୁ? ମଦନବାବୁଙ୍କ ସଂଖାଳି ସରିଲା।
ଅଜା କଥା ଶୁଣି ଜୋକ ମୁହଁରେ ଲୁଣ ଦେଲା ପରି ତୁନି ହୋଇ ବସିଲେ। ଜମିଦାରଙ୍କ ଉଆସରେ 4ଟା ପୁର। ବାହା ଦିନଠାରୁ ସାନ ସାଆନ୍ତାଙ୍କର ପୁଅ ଅଲଗା ହୋଇଯାଇଛି। ମଝି ଦୁଆରଟି କିଳି ଦେଇ 2 ପୁର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଯାଏ। ମଦନ ବାବୁଙ୍କ ବିଭା କାଲି ପରି 4 ମାସ ହୋଇଗଲାଣି। ଦିନରାତି ପୁର ମଧ୍ୟକୁ ଯା ଆସ କରିବାକୁ ମଦନ ବାବୁଙ୍କ ଇଚ୍ଛା, କିନ୍ତୁ ରାତି ପହରକ ଆଗରୁ ପୁର ମଧ୍ୟକୁ ଯାଇପାରନ୍ତି ନାହିଁ। ବାହାର କଚେରୀ ଘର ଲଗା ଆପଣା ବୈଠକଖାନାରେ ବସି ପଢ଼ାପଢ଼ି କରୁଥାନ୍ତି। ମଦନ ମୋହନଟି ବଡ଼ ଲାଜକୁଳିଆ ପିଲା। ଦିନବେଳେ ଭିତର ଉଆସକୁ ଯିବା ସମୟରେ ପୋଇଲି ପରିବାରଗୁଡ଼ିକ କେହି ହସନ୍ତୁ କି ନ ହସନ୍ତୁ, ସେ ମନରେ କରନ୍ତି ଯେମନ୍ତ ପୋଇଲିଗୁଡ଼ାକ ହସୁଛନ୍ତି। ଏ ତ ଗଲା ଗୋଟାଏ କଥା। ବଡ଼ କଥା ଏହା ଯେ ପଦୀଟା ବୋହୁ ପାଖେ ପାଖେ ଜୋକ ପରି ଲାଗି ରହିଛି। ପଦୀଟା ପୋଇଲି ହେଲେ କ'ଣ ହେଲା, ତାର ଗୁଣ ଢେର। ଗାଁରେ ତାର ନାମ ଡାକ ଅଛି। ଗାଁ ମଧ୍ୟରେ କୌଣସି ସାଆନ୍ତଙ୍କ ଝିଅ ବିବାହଘର 10-15 ଦିନ ଆଗରୁ ମା ସାଆନ୍ତାଣୀ ପଦୀକୁ ଡାକି ନେଇ ଝିଅ ପାଖରେ ରଖିଦିଅନ୍ତି। ଶାଶୁଘରକୁ ଯିବାବେଳେ ଝିଅ କାହାକୁ ଧରିକି କି କଥା କିପରି ବାହୁନିବ ସେ କଥା ଶିଖାଇବାକୁ ପଦୀକୁ କେହି ବଳିଯିବେ ନାହିଁ। ଝିଅ ବିବାହ ହୋଇ ଆସିବା ବେଳେ ମଙ୍ଗଳପୁର ଜମିଦାରଣୀ ପଣତ କାନିରେ ଆଖି ପୋଛି ପକେଇ କହିଲେ, ଶୁଣ ପଦୀ, ମନି ତତେ ଲାଗିଲା। ବୁଝି ସାବଧାନ। ଝିଅର ଢଙ୍ଗ ଢାଙ୍ଗ ଲାଜ ସରମ କଥାରେ ଯେମନ୍ତ କେହି ତୁଣ୍ଡ ବି ନ ଫଟାଏ। ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ। ପଦୀ ଖୁବ୍ ଗର୍ବରେ ମୁରୁକି ହସଟାଏ ହସି କହିଲା, ଆଜ୍ଞା ମଣିମା, ଏକଥା କ'ଣ ଆଜି ପଦୀକୁ ଶିଖାଇ ଦେବେ? କନ୍ୟାଟିର ନାମ ମୋହିନୀ, ରୂପରେ ଗୁଣରେ ବି ସେହିପରି ମୋହିନୀ। ମଦନ ବାବୁଙ୍କ ମନକୁ ବଡ଼ ଲାଗିଗଲାଣି। ଭାରି ଇଚ୍ଛା ବୋହୂଟିକୁ ଭଲ କରି ପାଠ ପଢ଼ାଇବେ। ସବୁବେଳେ 2 ଜଣ ବସି କଥାଭାଷା ହେବେ। ସଞ୍ଜବେଳେ ତୋଟାରେ ବୁଲିବେ। ଉପାୟ କ'ଣ? ପଦୀଟା ତ ସାଙ୍ଗେ ସାଙ୍ଗେ ଲାଗି ରହିଛି। କ'ଣ ମନ୍ତ୍ର ପଢ଼ାଉଛି ସେଇ ମୂର୍ଖ ବୋହୂଟା ବି ଆଖି ଫିଟାଉ ନାହିଁ କି କଥା କହୁନାହିଁ। ଦିନେ ମଦନବାବୁ ଆପଣା ପଢ଼ାଘରେ ବସି କ'ଣ ଭାବୁଥିଲେ। ହଠାତ୍ ଖୁସିଟିଏ ହୋଇ ପାଟି କରି କହି ପକାଇଲେ, ବେଶ୍ ଉପାୟ ମନରେ ପଡ଼ିଛି, ବେଶ୍ କଥା। ମଦନବାବୁ ପ୍ରତିଦିନ ରାତି ପହରକ ସାରିକି ଉଆସ ଭିତରକୁ ଆସୁଥିଲେ। ଏଣିକି ଢେର ଥର ମଠ ହୋଇଗଲାଣି। ଦିନେ ଦିନେ 1.5 ପହର ବି ଗଡ଼ିଯାଏ। ଦିନେ ପଦୀ ପଚାରିଲା, ହଇଲୋ ସୁକ୍ରୀ, ସାନ ମଣିମାଙ୍କର ଉଆସ ଭିତରକୁ ବିଜେ ହେବାକୁ ଦିନେ ଦିନେ ଏତେ ମଠ ହୁଏ କିଆଁ? ବଡ଼ ଉଆସରେ ଢେର ଗୁଡ଼ାଏ ପୋଇଲି, ମାତ୍ର ସାନ ସାଆନ୍ତଙ୍କ ଉଆସକୁ କେହି ଯାଆନ୍ତି ନାହିଁ। ପୁଅ ଗୋଳମାଳକୁ ଭଲ ପାଏ ନାହିଁ, ଏଥିପାଇଁ ମା ସାଆନ୍ତାଣୀଙ୍କର ମନା। କେହି ପୋଇଲି ସାନ ସାଆନ୍ତଙ୍କ ଉଆସ ଭିତରକୁ ଯିବେ ନାହିଁ। କେବଳ ସୁକ୍ରୀ ପୋଇଲୁକୁ ନମଦ କରି ଦେଇଛନ୍ତି। ସବୁବେଳେ ବୋହୂ ପାଖରେ ଥାଏ। ପାଠ ଘରେ ସାନ ସାଆନ୍ତ ଆଉ ସୁକ୍ରୀ ନିରୋଳାରେ ବସି ଢେର ବେଳ ଯାଏ କ'ଣ ଫୁସୁରୁ ଫାସର ହେଉଥିବାର କେତେଥର ଦେଖାଗଲାଣି। ପଦୀ ପଚାରିବାରୁ ସୁକ୍ରୀ କହିଲା, ତୁ ଶୁଣିନାହୁଁ କିଲୋ ପଦୀ ଅପା, ସାନ ମଣିମା ଗାରଡ଼ି ମନ୍ତ୍ର ଫୁଙ୍କିବାକୁ ଯାଆନ୍ତି ପରା। ପଦୀ ପଚାରିଲା, ଗାରଡ଼ି ମନ୍ତ୍ର କ'ଣ ଲୋ? ସୁକ୍ରୀ କହିଲା, କ'ଣ କି ଏ ଦେଶରେ ଏଇ ଖରାଦିନିଆ ଚିତ୍ରାନାଗ ଢେର ବାହାରି ମଣିଷକୁ ଦଂଶି ଦିଅନ୍ତି। ସାଆନ୍ତଙ୍କୁ ଗାରୁଡ଼ି ମନ୍ତ୍ର ଜଣା। ଫୁଙ୍କିଦେଲେ ବିଷ ଉଡ଼ିଯାଏ। ପଣକୁ ପଣ ରୋଗୀ ଭଲ ହୋଇଗଲେଣି। ଏହି ପାଖ ଗାଁ ମଚୁପୁରରେ ପଞ୍ଜାଏ ବୋହୂ ଠକ ଠକ କରି ମରିଗଲେ। କେଡ଼େ ସୁନ୍ଦର ବୋହୂଗୁଡ଼ିକ ଆହା। ପଦୀ କହିଲା, ହଁ ଲୋ ସୁକ୍ରୀ, ସେଗୁଡ଼ାକ ସାନ ସାଆନ୍ତା ମଣିମାଙ୍କୁ କିଆଁ ବାତି ନ ଦେଲେ ନାହିଁ? ସୁକ୍ରୀ କହିଲା, ହଁ ସାନ ସାଆନ୍ତ ବିଜେ କରିଥିଲେ, ଢେର ଫୁଙ୍କାଫୁଙ୍କି କଲେ, ହେଲେ କ'ଣ ହେଲା, ବୋହୂଗୁଡ଼ାକ ଆପଣା ଦୋଷରୁ ମଲେ ମ। କଥା କ'ଣ କି, ସାଆନ୍ତେ ଆଗେ ମନ୍ତ୍ରପାଣିରେ କାଠିମରା ରୋଗୀର ମୁହଁ ଧୋଇ ଦିଅନ୍ତି, ଆଉ ଜୁଡ଼ା ଫିଟାଇ ଦିଅନ୍ତି, ଆଉ ଗାରୁଡ଼ି ମନ୍ତ୍ର ଡାକିବା ବେଳେ ରୋଗୀ ମୁହଁରୁ ଲୁଗା କାଢ଼ି ସାଆନ୍ତଙ୍କ ମୁହଁକୁ ଚାହିଁ ରହିବା ବିଧି। ବୋହୂଗୁଡ଼ାକ ମନ୍ତ୍ର ପଢ଼ିବା ବେଳେ ଯେମିତି ମୁହଁ ଢାଙ୍କି ପକାଇଲେ ଠକ୍ ଠକ୍ କରି ଢଳି ପଡ଼ିଲେ। ପଦୀ କହିଲା, ଆହା, ପାଖରେ କ'ଣ କେହି ପୁରୁଖା ମାଇପେ ନଥିଲେ? ବୋହୂ ମୁହଁ ଢାଙ୍କିବା ବେଳେ ତା ହାତ ଧରି ନ ପକାଇଲେ କିଆଁ? ଜୀବନ ବଡ଼ ନା ଲାଜ ବଡ଼? ଆପଣା କିଆକୁ ଇଲାଜ କିଆ? ହଁ ଲୋ ସୁକ୍ରୀ, କାଠିମରା ରୋଗର ମୁଣ୍ଡବାଳ ଫିଟାଇ ଦିଅନ୍ତି, ମୁଁ ଜାଣେ। ସୁକ୍ରୀ କହିଲା, ପଦୀ ଅପା, ତୁ ତ ରୋଜିନା ସଞ୍ଜ ବାଦେ ନେଇଥି ବଢ଼ାଇବା ଲାଗି ବୋହୂ ସାଆନ୍ତାଣୀକୁ ତୋଟା ଆଡ଼େ ଘେନିଯାଉ। ହାତରେ ଗୋଟିଏ ଆଲୁଅ ଘେନିଗଲେ ଭଲ ହୁଅନ୍ତା ପରା। ପଦୀ କହିଲା, କ'ଣ କହିଲୁ ଲୋ ସୁକ୍ରୀ, ଏଡ଼େ ମହତ ଘରେ ପୋଇଲିଟା ହୋଇ କ'ଣ କଥା ମୁହଁରେ ଧରିଲୁ? ଦେଶରେ ମୁଲକରେ ଗୋଟେ ନିନ୍ଦା ଚହଳ ପଡ଼ିଯିବ ଯେ। ହାଟୁଆ ଘର ଝିଅଟି ପରି ମଶାଲ ଜାଳି ବାଡ଼ିଆଡ଼େ ଯାଏ। ମା ସାଆନ୍ତାଣୀଙ୍କ କାନରେ ବାଜିଗଲେ କ'ଣ ମୋ ଚୁଟି ପିଠି ରହିବ?
ଆଉ ଉଆସରେ ତ ବୋଡ଼ିକୁ ବୋଡ଼ି ପଇଲି। ମା ସାନ୍ତାଣୀ ବାଛି ବାଛି ମୋତେ ସାଙ୍ଗରେ ଦେଲେ କିଆଁ? ଆଲୋ ପଦୀ ଯେବେ ସାଙ୍ଗରେ ଅଛି, ଆମ ଜେମାଙ୍କର ଡର କ'ଣ? ସଞ୍ଜ ଗଡ଼ିଗଲାଣି। ଘର ଭିତରେ ସବୁ ଅନ୍ଧାର। ବୋହୂଟି ଓଢ଼ଣା ପକାଇ ତୋଟା ଭିତରୁ ଧୀରେ ଧୀରେ ଚାଲିଛି। ପଦୀ ବାହାଟି ଧରି ଚଳାଇ ଆଣୁଛି। ତୋଟା ଦୁଆର ବନ୍ଧ ଡେଇଁ ଯେମିତି ଘର ଭିତରକୁ ପଶିବେ, କବାଟ କୋଣରୁ 1.5 ହାତ ଲମ୍ବ ସାପଟିଏ ବାହାରି ବୋହୂ ଆଉ ପଦୀ ଗୋଡ଼ପାଖ ବାଟେ ହଲ ହଲ ହୋଇ ଚାଲିଗଲା। ପଦୀ ତ ବୋହୂଟାକୁ ପେଲି ଦେଇ ବୋପାଲ ବୋଲି ରଡ଼ିଟିଏ ଛାଡ଼ି ଘରେ ପଶି କବାଟ କିଳିଦେଲାଣି। ବୋହୂଟା ହାଉଳି ଖାଇ ଠା ପଡ଼ିଗଲା, ଚେତା ନାହିଁ। ଶୁକ୍ରୀ ଅଳ୍ପ ଦୂରରେ ଥିଲା। ଧାଇଁ ଆସି ବୋହୂଟିକୁ କାଖେଇ ପହଡ଼ ଘର ଭିତରକୁ ଘେନିଗଲା। ମୁହଁରେ ପାଣି ଛିଞ୍ଚିବାରୁ ବୋହୂର ଚେତା ପଶିଲା। ଶୁକ୍ରୀ କହିଲା, ଆପଣ କିଛି ଡରିବେ ନାହିଁ, ସାଆନ୍ତକୁ ଡାକି ଆଣୁଛି, ଏହି ଲାଗେ ଭଲ କରିଦେବେ। ସାନ ସାଆନ୍ତକୁ ଦେଖି ବୋହୂଟାର ସାହସ ହେଲାଣି। ବରଡ଼ାପତ୍ର ପରି ଥରୁଥିଲା, ଏବେ ଓଢ଼ଣା ପକାଇ ତୁନି ହୋଇ ବସିଛି। ସାନ ସାଆନ୍ତଙ୍କ ତୁଣ୍ଡ ଶୁଣି ପଦୀ ବି ଆସି ପହଞ୍ଚିଗଲା। ମାତ୍ର ଏ ପର୍ଯ୍ୟନ୍ତ ତା ଦେହଟା ଟିକିଏ ଥରୁଛି, ପାଟିରୁ କଥା ବାହାରୁ ନାହିଁ। 2 ଖଣ୍ଡ ଆସନ ପଡ଼ିଲା। ବୋହୂ ଆଉ ସାନ ସାଆନ୍ତ ମୁହାଁମୁହିଁ ହୋଇ ବସିଲେ। ସାନ ସାଆନ୍ତ ପଚାରିବାରୁ ପଦୀ କହିଲା, ହଁ, ମୁଁ ସାପଟାକୁ ଦେଖିଛି। 3 କି 4 ହାତ ଲମ୍ବ, ଦେହଯାକ କଳା ହଳଦିଆ ଡୋରା ଡୋରା ଚିତ୍ର ହୋଇଛି। ମୁଁ ଯେମିତି ସାପଟାକୁ ଦେଖିଲି, ତାକୁ ବାଡ଼େଇବା ପାଇଁ ଜେମାକୁ ବସାଇ ଦେଇ ବାଡ଼ି ଖୋଜିବାକୁ ଧାଇଁଲି। ଦୁଷ୍ଟ ଶୁକ୍ରୀଟା ମୁହଁରେ ଲୁଗା ଦେଇ ଟିକେ ହସିଲା। ସାପ କାମୁଡ଼ିଛି କି ନାହିଁ ସାଆନ୍ତ ବୋହୂ ଗୋଡ଼ ଭିଡ଼ି ଆଣି ପରଖି ବସିଲେ। ବୋହୂଟା ଗୋଡ଼ ଭିଡ଼ି ନେଉଥାଏ। ସାଆନ୍ତ କହିଲେ, ଏପରି କଲେ ମନ୍ତ୍ରକାଟ କରିବ ନାହିଁ। ଦେଖାଗଲା ବୋହୂ ବାଁ ଗୋଇଠିରେ ଘାଉଡ଼ ହୋଇଛି। ସାଆନ୍ତ କହିଲେ, ହଁ ହଁ, ପଦୀ କଥା ସତ। ଏଇଟା ଚିତ୍ରା ନାଗ, ଦେଖୁନାହଁ ଗୋଟେ ଦାନ୍ତ ବସିଛି। ଏ ନାଗଟାର ଗୋଟିଏ ବୋଲି ଦାନ୍ତ, ଚିନ୍ତା ନାହିଁ। 2 କଲି ମନ୍ତ୍ର ଡାକିଦେଲେ ସବୁ ବିଷ ହରିଯିବ। ଆଲୋ ଶୁକ୍ରୀ, ଯା ଡେବେରୀ ହାତରେ ପୋଖରୀରୁ କଂସାଏ ପାଣି ଆଣେ। ଡେବେରୀ ଆଖି ବୁଜିଯିବୁ, ସାପର ଗୋଟିଏ ଦାନ୍ତ ପରା। ସାଆନ୍ତ କହିଲେ, ହଁ, ଏବେ ମୁହଁରୁ ଲୁଗା କାଢ଼। ବୋହୂ ଓଢ଼ଣାଟିକୁ ଆହୁରି ଭିଡ଼ି ଦେଉଛି। ପଦୀ କହିଲେ, ଆଗ ମା, ଓଢ଼ଣା କାଢ଼। ଏହା କହି ପଦୀ ଆଗେ ଓଢ଼ଣା କାଢ଼ି ପକାଇଲା। ବୋହୂଟା ଭିଡ଼ିମିଡ଼ି ହେଉଥାଏ। ପଦୀ ଆଉ ଶୁକ୍ରୀ ଦୁହେଁଯାକ ବୋହୂର 2 ବାହୁ ଆଣ୍ଟ କରି ଧରି ବସିଥାନ୍ତି। ସାଆନ୍ତ ବୋହୂର ଜୁଡ଼ା ଫିଟାଇ ଦେଲେ। ଜୁଡ଼ା ଫିଟାଇବା ବେଳେ ବୋହୂଟା କଡ଼ ଭିଡ଼ିମୋଡ଼ି ହେଲା। ପଦୀ ମୁଣ୍ଡରେ ପିଠିରେ ହାତ ବୁଲାଇ ବହୁତ ହେମତ ଦେଉଥାଏ। ବୋହୂଟା ଆଉ କ'ଣ କରିବ, ଯୋଡ଼ାଏ ମାଇକିନିଆ ଆଣ୍ଟ କରି ଧରିଛନ୍ତି। ପଦୀ ପିଠିରେ ହାତ ବୁଲାଇ ହେମତ ଦେଉଥାଏ। ସାଆନ୍ତ ପାଣି କଂସାକ ମନ୍ତ୍ରୀ ବୋହୂ ମୁହଁ ଆଉ ଘାଉଡ଼ ଜାଗା 3 ଥର କରି ଧୋଇଦେଲେ। ତା ବାଦେ କହିଲେ, ଏବେ ମୁଁ ଗାରେଡ଼ି ଡାକିବି। ମୋ ମୁହଁକୁ ଏକ ଧ୍ୟାନରେ ଚାହିଁ ରହିବାକୁ ହେବ। ଏଣେ ଜୀବନ ବିକଳ କଥା, ତେଣେ ମାଇକିନିଆ 2ଟାଙ୍କ ପାଟି, ଚାହଁ ଚାହଁ। ବଡ଼ କଷ୍ଟରେ ବୋହୂ ମୁଣ୍ଡଟାକୁ ଟିକିଏ ଓହଳାଇ ସାଆନ୍ତଙ୍କୁ ଏକ ଧ୍ୟାନରେ ଚାହିଁ ରହିଲା। ବାବୁ ଗାରେଡ଼ି ମନ୍ତ୍ର ଡାକିଲେ। ଏହିପରି 7 ଥର ମନ୍ତ୍ର ପଢ଼ିସାରି ରୋଗିଣୀ ବେକରେ ଖଣ୍ଡେ ମନ୍ତ୍ରସୂତା ବାନ୍ଧିଦେଲେ। ସାଆନ୍ତ କହିଗଲେ, ଚିତ୍ରାନାଗ ସାପ ବିଷ 5 ଦିନ ରହେ। 5 ଦିନ ସକାଳ ସଞ୍ଜ ମନ୍ତ୍ର ଫୁଙ୍କାଯିବ। ସାଆନ୍ତ ଦେଖିଲେ ରୋଗିଣୀ ଦେହରୁ ଅସଲ ବିଷଟା ଢେର ଛାଡ଼ିଗଲାଣି। ମନ୍ତ୍ର ଫୁଙ୍କା ବେଳେ ବୋହୂଟା ଖୁବ୍ ବଳରେ ଓଠ କାମୁଡ଼ି ରହୁଛି, ହସ ସମ୍ଭାଳି ପାରୁନାହିଁ। 5ମ ଦିନ ସକାଳେ ସାଆନ୍ତ କହିଲେ, ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡ଼ି ସକାଳେ ଜଣେ ବିଧବା ସ୍ତ୍ରୀ ଅଧା ମୁହଁରେ ଡେବେରୀ ହାତରେ ସେ ସୂତା ଛିଣ୍ଡାଇ ନେଇ ଏକ ମୁହାଁ ଚାଲିଯିବ। 3 ମାସ 3 ପକ୍ଷ 3 ଦିନ ଦେଖାଦେବ ନାହିଁ। ପଦୀ ଚଞ୍ଚଳ କହି ପକାଇଲା, ଆଉ କାହା ହାତରେ ହେବ କାହିଁ, ମୁଁ ସୂତା ଛିଣ୍ଡାଇ ନେଇଯିବି। ସାଆନ୍ତ ତ ସେହି କଥା ଖୋଜୁଥିଲେ, ମନରେ ଭାରି ଖୁସି। ପଦୀ ମନରେ ବି ବଡ଼ ଆନନ୍ଦ। ଭଲ ହେଲା, ଗାଁକୁ ପଳାଇବି। ଏ ସାପୁଆ ମୁଲକରେ କିଏ ରହିବ ମ? ମାସେ 2 ମାସ ବିତିଗଲାଣି। ସ୍ତ୍ରୀ ପୁରୁଷ 2 ଜଣ ଉଆସ ଭିତରେ ବସି ପଢ଼ାପଢ଼ି କରନ୍ତି। ଉଆସ ପଛତୋଟା ନିରୋଳା। 2 ଜଣ ଫୁଲ ବଗିଚାରେ ସଞ୍ଜବେଳେ ବୁଲାବୁଲି କରନ୍ତି। ମୋହିନୀଟି ବୁଦ୍ଧିମତୀ, ଗୁଡ଼ାଏ ପଢ଼ିଗଲାଣି। ଦିନେ ମୋହିନୀ ହସି ହସି କହିଲା, ହଁ ହେ, ତୁମେ ଏଡ଼େ ଦୁଷ୍ଟ ନା। ଖଣ୍ଡେ କାଗଜ ଖଣ୍ଡେ ଡାଙ୍ଗ ପଲଙ୍କ ଚଳୁ କାଢ଼ି ଆଣିଲା। 3 ଆଙ୍ଗୁଳି ଅନ୍ଦା ଚଉଡ଼ା, 1.5 ହାତ ଲମ୍ବ। 1.5 ହାତ ଲମ୍ବ ଖଣ୍ଡେ କାଗଜ, କଳା ଓ ହଳଦୀରେ ଚିତ୍ର ହୋଇଛି। ଏକ ପାଖ ମୁଣ୍ଡରେ ଖଣ୍ଡେ ଗେଙ୍ଗୁଟି ବନ୍ଧା। ସେଇ ଗେଙ୍ଗୁଟି ଧରି ଫୋପାଡ଼ି ଦେଲେ କାଗଜ ଖଣ୍ଡକ ହଳହଳ ହୋଇ ସାପ ପରି ଚାଲିଯାଏ। ଆଉ ଖଣ୍ଡେ ବାଉଁଶ କଣି ଆଗରେ ଗୋଟାଏ କଣ୍ଟା ବନ୍ଧା। ମୋହିନୀ ହସି ହସି କହିଲା, ତୁମେ ଏଡ଼େ ଦୁଷ୍ଟ,
କବାଟ କଣରୁ କାଗଜ ଖଣ୍ଡ ଫୋପାଡ଼ି ଦେଇ କଣ୍ଟା ଫୁଟାଇ ଦେଲ। ମଦନବାବୁ କହିଲେ, ହଇଲୋ ଶୁକ୍ରୀ, ୟାଙ୍କୁ କହିଦେଲୁ କିଆଁ? ସାପ ଦେଖାଇଲୁ କିଆଁ? ଶୁକ୍ରୀ ହସି ହସି ପଳାଇଲା। ଆପଣମାନେ ଶୁଣୁଥିଲେ ଫକୀରମୋହନ ସେନାପତିଙ୍କ ଲିଖିତ ଗୋଟେ କାହାଣୀ ଗାରୁଡ଼ି ମନ୍ତ୍ର।